କେସିଙ୍ଗା ଜାତୀୟ ରାଜପଥ 26ର ଆମ୍ବେଦକର ଛକ ନିକଟରେ ଥିବା ଏକ ଶତାୟୁ ପିପଲ ବୃକ୍ଷ ରାତ୍ର 2ଟା ସମୟରେ ବୃଦ୍ଧ ବୟସରେ ପଡ଼ି ରହିଲା, ଯାହାଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ଯାଇଥିଲା। ରାତ୍ର ପେଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ଡ୍ରାଇଭର ଅନିଲ କୁମାର ସୁନା ଫାୟାର ବ୍ରିଗେଡ୍ ଅଫିସକୁ ଜଣାଇଥିଲେ। ଖବର ପାଇ ଫାୟାର ବ୍ରିଗେଡ୍ କର୍ମଚାରୀ ତୁରନ୍ତ ପହଞ୍ଚି ରାଜପଥରେ ପଡ଼ିଥିବା ପିପଲ ବୃକ୍ଷକୁ 2 କୋଟି ଯନ୍ତ୍ର ମାଧ୍ୟମରେ ଖଣ୍ଡ ଖଣ୍ଡ କରି ରାସ୍ତା ଅବରୋଧ ସାମାନ୍ୟ କରିଥିଲେ। ଦୀର୍ଘ 4 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ରାସ୍ତା ଅବରୋଧ ହଟାଇବା ପାଇଁ ପୁଲିସ ବିଭାଗ, ଡ୍ରାଇଭର ଅନିଲ କୁମାର ସୁନା, ଫାୟାର ବ୍ରିଗେଡ୍ କର୍ମଚାରୀ ସୁରେଶ ପଟେଲ, ଗୁଣନିଧି ପ୍ରଧାନ, ସୋମବଂଶ ବେହେରା, ଗଜାନନ୍ଦ ମାଝୀ, କୈଳାସ ବିଶ୍ୱାଳ, ଏନ୍ ଶବର ଅକ୍ଳାନ୍ତ ପରିଶ୍ରମ କରୁଥିଲେ। ଅନିଲ ସୁନା ପକ୍ଷୀପ୍ରେମୀ ହୋଇଥିବାରୁ ବୃକ୍ଷରେ ବସବାସ କରୁଥିବା ଶାବକମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ବୃକ୍ଷରେ ସ୍ଥାନାନ୍ତରିତ କରୁଥିବାର ଦେଖିବାକୁ ମିଳିଥିଲା। ମୁଁ କେସିଙ୍ଗା ଏଲ୍ଏଫ୍ଏଫ୍ ସୁରେଶ ଚନ୍ଦ୍ର ପଟେଲ। ଆମେ 112 କଣ୍ଟ୍ରୋଲ ରୁମ୍ରୁ ଖବର ପାଇଲା ପରେ ସଙ୍ଗେ ସଙ୍ଗେ ପଚାରି ବୁଝିଲୁ ଯେ କେସିଙ୍ଗା ପୋଲିସ ଷ୍ଟେସନ ଅନିଲ ସୁନା ଡ୍ରାଇଭର ଆମର କେସିଙ୍ଗା ଅମ୍ବେଦକର ଛକରେ ଏକ ପିପଲ ଗଛ ପଡ଼ି ରାସ୍ତା ଅବରୋଧ ହେଇଅଛି। ସାଙ୍ଗେ ସାଙ୍ଗେ ଖବର ପାଇ ଆମ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଦେଖିଲୁ ଯେ ପିପଲ ଗଛ ପଡ଼ି ରାସ୍ତାରେ ପଡ଼ି ରାସ୍ତା ଅବରୋଧ ହୋଇଅଛି। ସଙ୍ଗେ ସଙ୍ଗେ ଆମର 2ଟି ସ୍କଟର ସହିତ ଗଛ କାଟି ରାସ୍ତା ସମ୍ପୂର୍ଣ୍ଣ ଭାବରେ କ୍ଲିୟର କରି ବାକି କାମ ଅଳ୍ପ ଅଛି, କାମ ଚାଲିଛି, କାର୍ଯ୍ୟ ସାରି ଆମେ ଯିବୁ ଆଉ। କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ମନୋଜ କୁମାର ସିଂଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।